ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଝାରସୁଗୁଡ଼ା ପୁଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରେଙ୍ଗାଲି ପୁଲିସ ମଧ୍ୟପ୍ରଦେଶର ଜଣେ ଅନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ବ୍ୟବସାୟିକ ପରିମାଣର 119.860 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କୃଷ୍ଣମୂର୍ତ୍ତି ସାହୁ। ସେ ମଧ୍ୟପ୍ରଦେଶର ମାନପୁର ଅଞ୍ଚଳର ବାସିନ୍ଦା। ଏହି ଘଟଣାରେ ରେଙ୍ଗାଲି ଥାନାରେ କେସ୍ ନମ୍ବର 184/2026 ଅଧୀନରେ NDPS ଆକ୍ଟ ଆଇନର ଧାରା 20B(2)C ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଝାରସୁଗୁଡ଼ା ପୁଲିସ କହିଛି ଯେ ଏହି ଗିରଫ ଘଟଣା ନିଶାଦ୍ରବ୍ୟ ଚୋରାଚାଲାଣର ଅନ୍ତରାଜ୍ୟ ନେଟୱାର୍କକୁ ସ୍ପଷ୍ଟ କରୁଛି। ଏଭଳି ଅପରାଧିକ ଚକ୍ରକୁ ଚିହ୍ନଟ କରି ଭାଙ୍ଗିବା ପାଇଁ ପୁଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଝାରସୁଗୁଡ଼ା ପୁଲିସ ନିଶାଦ୍ରବ୍ୟ କାରବାର ବିରୋଧରେ ନିଜର ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇବା ସହ ସାଧାରଣ ଲୋକଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରିଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।